ଆଦର୍ଶ କହିବେ ମାୟାଙ୍କୁ, ମା ତମେ ଭଲ ଭାବରେ ଜାଣିଛ ମୁଁ ତମକୁ କେତେ ଭଲ ପାଏ, ତେଣୁ ଏସବୁ ଛୋଟ ମୋଟ କଥାରେ ତମେ କେବେ ଖାଇବା ବନ୍ଦ କରି ଦିଅନି। ତାପରେ ମାୟା କହିବେ, ମାକୁ ତୁ ଯଦି ଏତେ ଭଲ ପାଉଛୁ ତାହେଲେ ମା କଥା କ'ଣ ତତେ ଏତେ କାଟିଲା ଯେ ତୁ ନ ଖାଇ ନ ପିଇ ଏଠୁ ଚାଲିଗଲୁ। ପୁଣି ମୁଁ ନିଜେ କହିଲି ଚାଲ ମୋ ହାତରେ ବାଢ଼ି ଦେବି, ତଥାପି ତୁ ନ ଖାଇକି ଚାଲିଗଲୁ। ତାପରେ ଆଦର୍ଶ କହିବେ, ତମେ ବି ତ ମୁଁ ତମ ପୁଅ ନୁହଁ ବୋଲି କହିଦେଲ। ମୋତେ ବହୁତ କଷ୍ଟ ଲାଗିଲା ମା, ବଟ୍ ଆଇ ଆମ୍ ସରି। ମୁଁ କାଲି ତମ ପ୍ରତି ଯେଉଁଭଳି ବିହେଭ୍ କରିଥିଲି ସେଥିପାଇଁ ମୋତେ କ୍ଷମା କରିଦିଅ ମା। କିନ୍ତୁ ମା ମୋର ତମ ପାଖରେ ଗୋଟେ ରିକ୍ୱେଷ୍ଟ, ତମେ ପଲ୍ଲବୀଙ୍କ ଉପରେ ଯେଉଁ ସଜା ଲଗେଇଛ ପ୍ଲିଜ୍ ତାକୁ ଉଠେଇ ଦିଅ। ପୁଣି କହିବେ, କ'ଣ ହେଲା ମା ତମେ ଏକଦମ ଚୁପ୍ ହେଇଗଲ ଯେ? ପଲ୍ଲବୀ କ'ଣ ଏତେ ବଡ଼ ଭୁଲ କରିଦେଲେ? ତାପରେ ନୀଲମ ମନେ ମନେ ଖୁସି ହେଇ କହିବେ, ଆଣ୍ଟିଙ୍କ ଉପରେ ମୋ ମେଡ଼ିସିନ ଠିକ୍ କାମ କରିଛି ମାମା, ଦେଖ ଏବେ କେମିତି ମଜା ହେଉଛି। ତାପରେ ଗୌରବ କହିବେ, ପ୍ଲିଜ୍ ବଡ଼ ମା ପଲ୍ଲବୀକୁ ଆପଣ କ୍ଷମା କରି ଦିଅନ୍ତୁ। ପୋଲିସ ଚାକିରିରେ ତ ଡ୍ୟୁଟି ତ ସେୟା ନା, ଘରକୁ ଯିବା ଆସିବାର ଟାଇମ୍ କିଛି ନଥାଏ। ତାପରେ ଆଦର୍ଶ କହିବେ, ଠିକ୍ ଅଛି ମା, ତ ତମେ ବି ଗୋଟେ କଥା କାନ ଖୋଲି ଶୁଣି ରଖ ମା, ଯେଉଁ ପଲ୍ଲବୀଙ୍କୁ ତମେ ଏତେ ଖରାପ ଭାବୁଛ ନା, ତାଙ୍କରି କଥା ରଖି ମୁଁ ତମକୁ କ୍ଷମା ମାଗୁଛି। ସିଏ ହିଁ ମୋତେ ତମକୁ କ୍ଷମା ମାଗିବା ପାଇଁ ଗୋଟେ ପ୍ରକାର ବାଧ୍ୟ କରି ଦେଇଥିଲେ। ମା ଅନ୍ୟମାନଙ୍କର କଥାରେ ପଡ଼ି ପଲ୍ଲବୀଙ୍କୁ ଜଜ୍ କରନି। ଥରେ ଟିକେ ତାଙ୍କ ହୃଦୟକୁ ତ ଟିକେ ଦେଖ। ତମ ପାଇଁ ତାଙ୍କ ମନରେ କେତେ ଭଲ ପାଇବା ଆଉ କେତେ ସମ୍ମାନ ଅଛି। ମା ତମ କହିବା ଅନୁସାରେ ତମକୁ ଖୁସି କରିବା ପାଇଁ ସିଏ ମୋତେ ଡିଭୋର୍ସ ଦେଇଥିଲେ, ଏକଥା ତମେ ଜାଣିଛ ମା। ସେହି ସମୟରେ ଯେଉଁ ସମୟରେ ସେ କହୁଥିବେ ଆଉ ଅଟକି ଦେବେ, ଆଉ ପଲ୍ଲବୀଙ୍କ ପାଖକୁ ଯାଇ କହିବେ, ତାପରେ ବି ତମେ ପଲ୍ଲବୀକୁ ବହୁ ଭାବରେ ଏକ୍ସେପ୍ଟ କରିଥିଲ ମା। ତ ତମର ହଠାତ୍ ଏବେ କ'ଣ ହେଲା? ତମେ ପଲ୍ଲବୀଙ୍କ ଉପରେ ଏତେ କଠୋର କେମିତି ହେଇପାରୁଛ? ପୁଣି କହିବେ, ମୁଁ ଭଲ ଭାବେ ଜାଣିଛି ଏସବୁ ତମ ଚିନ୍ତାଧାରା ନୁହେଁ। ମା ମୁଁ ତମକୁ ଏବେ ବି କହୁଛି, ତମେ ପଲ୍ଲବୀକୁ କ୍ଷମା କରିଦିଅ ଆଉ ତାଙ୍କୁ କିଚେନକୁ ଯିବାକୁ ଅନୁମତି ଦିଅ। ତାପରେ ମାଏ କହିବେ, ଠିକ୍ ଅଛି, ମୁଁ ତ ଖୁସି ପାଇଁ ପଲ୍ଲବୀକି କ୍ଷମା କରି ଦଉଛି, ଆଉ ତା ଉପରେ ଯେଉଁ ସଜା ଲଗେଇଥିଲି ତାକୁ ବି ମୁଁ ଫେରେଇ ନଉଛି, କିନ୍ତୁ ତାକୁ ବି ମୋର ଗୋଟେ କଥା ମାନିବାକୁ ପଡ଼ିବ। ପୁଣି କହିବେ, ଏ ଘରେ ସବୁ ଅନର୍ଥର ମୂଳ ହେଉଛି ପଲ୍ଲବୀର ଚାକିରି, ତାକୁ ତା ଚାକିରି ଛାଡ଼ିବାକୁ ପଡ଼ିବ। ଏମିତି କଥା ଶୁଣି ପଲ୍ଲବୀ, ଆଦର୍ଶ, ମମତା, ଆନନ୍ଦ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ପୁଣି ମାୟା କହିବେ, ଯଦି ପଲ୍ଲବୀ ତା ଚାକିରିରୁ ରିଜାଇନ୍ କରିଦିଏ ତାହେଲେ ତା ଉପରେ ଲଗେଇଥିବା ସବୁ ସଜା ମୁଁ ଉଠେଇ ଦେବି ଆଉ ତାକୁ କ୍ଷମା ବି କରିଦେବି। ତାପରେ ଆଦର୍ଶ କହିବେ, ଇଏ କେବେ ବି ସମ୍ଭବ ନୁହେଁ ମା, ତମେ ଏଭଳି ସର୍ତ୍ତ କାହିଁକି ତାଙ୍କ ସହିତ ରଖୁଛ ମା, ସିଏ ତାଙ୍କ ଚାକିରି କାହିଁକି ଛାଡ଼ିବେ? ତାପରେ ଆନନ୍ଦ କହିବେ, ହଁ ମାୟା ପଲ୍ଲବୀ ଚାକିରି ଛାଡ଼ିବାର କୌଣସି ରିଜନ୍ ନାହିଁ, ଆଉ ମୁଁ ଏ କଥା ଗ୍ୟାରେଣ୍ଟି ଦେଇ କହିପାରିବି ଏଇଟା ତମ ଆଇଡିଆ ନୁହଁ, ଆଉ ଏସବୁ ତମ ମୁଣ୍ଡରେ ପୂରେଇ ଦିଆଯାଇଛି। ପୁଣି କହିବେ, ଜଣା ନାହିଁ ଜୀବନରେ ତମେ କେବେ ଭୁଲ ମଣିଷ ଆଉ ଠିକ୍ ମଣିଷ ଭିତରେ ଫରକ ଜାଣିବ କେଜାଣି। ତାପରେ ରୁବି କହୁଥିବେ ଆଉ ନୀଲମ ମାମା କହି ଅଟକଉଥିବେ। ତାପରେ ରୁବି କହିବେ, ତୁ ଚୁପ୍ ରହ ନୀଲମ, ମୋତେ କହିବାକୁ ଦେ। ଆଉ କହିବେ, ମୁଁ ବୁଝିପାରୁନି ତମେମାନେ ସମସ୍ତେ ମିଶି ମୋ ଭଉଣୀକୁ କାହିଁକି ଦୋଷ ଦଉଛ। ପଲ୍ଲବୀକୁ କେହି କିଛି କହୁନ କ'ଣ ପାଇଁ? ମହାପାତ୍ର ଘରର ବୋହୂ ଗୋଟେ ମାମୁଲି ସବ୍ ଇନ୍ସପେକ୍ଟର ଚାକିରି କରିବା କ'ଣ ଦରକାର? ତାପରେ ଆଦର୍ଶ କହିବେ, ମାଉସୀ ତମେ ପାଟି ବନ୍ଦ କର। ଏ ଘରେ ଯାହା ସବୁ ଅଶାନ୍ତି ହେଉଛି ନା, ତାର କାରଣ ହେଉଛ ତମେ, ପଲ୍ଲବୀଙ୍କ ଚାକିରି ନୁହେଁ। ତାପରେ ମାୟା କହିବେ, ବାସ୍ ଆଦର୍ଶ, ବହୁତ ହେଇଗଲା। ମୋ ବଡ଼ ଭଉଣୀ ସାଙ୍ଗରେ ତୁ ଏଭଳି ଢଙ୍ଗରେ କଥା ହେଇ ପାରିବୁନି। ଆଗରୁ ତ ତୁ ଏମିତି ନଥିଲୁ ଆଦର୍ଶ, ଏବେ ତୁ ବଡ଼ମାନଙ୍କୁ ସମ୍ମାନ ଦେବା ଭୁଲିଗଲୁଣି, ଆଉ ମୋ ଫିଲିଂସ୍ ପ୍ରତି ବି ତୋର ମନରେ କୌଣସି ସମ୍ମାନ ନାହିଁ। ଏ କଥା ମୋର ସେତେବେଳେ ବୁଝିଯିବା ଉଚିତ ଥିଲା ଯେତେବେଳେ ତୁ ମୋ ଇଚ୍ଛା ବିରୁଦ୍ଧରେ ଯାଇ ପଲ୍ଲବୀକି ବାହା ହେଲୁ। ତାପରେ ଆନନ୍ଦ ରାଗିକି କହିବେ, ମାୟା ତମେ ପୁଣି ପଲ୍ଲବୀ ସହିତ ଏମିତି ବିହେଭ୍ କରୁଛ, ତା ମନରେ ପୁଣି କଷ୍ଟ ଦଉଛ। ତାପରେ ବିନୋଦ ଆଉ ଗୌରବ ଆଦର୍ଶ ପାଖକୁ ଯାଇ ବିନୋଦ କହିବେ, ଆଦର୍ଶ କାନ୍ଦନି ବାବା। ତାପରେ ପଲ୍ଲବୀ କାନ୍ଦି କାନ୍ଦି ସେଠାରୁ ଚାଲିଯିବେ। ତ ଦର୍ଶକ ବନ୍ଧୁ, ଏବେ କ'ଣ ଆଦର୍ଶ ପୁଣି ମାୟାଙ୍କ ଉପରେ ରାଗିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।